ମୋ ନାଁ ମଣ୍ଟୁ। ଆଜି ଆପଣମାନଙ୍କୁ ମୋ ଜୀବନରେ ଘଟିଥିବା ଏକ ଘଟଣା ବିଷୟରେ ଜଣେଇବି। ମୁଁ ସେତେବେଳକୁ ପ୍ରାୟ 14 ବର୍ଷର ହୋଇଥିବି। ଦିନେ ମୁଁ ସ୍କୁଲ ଯିବା ପାଇଁ ରେଡ଼ି ହେବା ପାଇଁ ଗାଧୋଇବାକୁ ଯାଉଥିଲି। ସେତେବେଳେ ବୋଉ ମୋତେ କହିଲା, ପାଣି ଟାଙ୍କିରେ ପାଣି ସରିଯିବାରୁ ଆଈ ଘରକୁ ଗାଧୋଇ ଯିବାକୁ। ଆଈ ଦେଖିବାକୁ ବୁଢ଼ୀ ନଥିଲେ, ତାଙ୍କ ଦେହ ଠିକ୍ଠାକ୍ ଥିଲା। ଦୁଇଟି ଦୁଧ ପୁରା ଗୋଲ ଗୋଲ ଥିଲା, ଆଉ ତାଙ୍କର ଗାଣ୍ଡି ବହୁତ ବଡ଼ ଥିଲା। ମୁଁ ଆଈ ଘରକୁ ଯାଇ ଆଈ ବୋଲି ଡାକିଲି। ଆଈ ମୋ ଡାକ ଶୁଣି କହିଲେ, ଆସ, ମୁଁ ଗାଧୁଆ ଘରେ ଅଛି ବୋଲି କହିଲେ। ମୁଁ ଗାଧୁଆ ଘର କବାଟ ପାଖକୁ ଗଲି। ଆଈ କବାଟ ଖୋଲିଲେ ଆଉ କହିଲେ, ତୋ ବୋଉ କହିଥିଲା ଗାଧୋଇ ଦେବ ବୋଲି କହି ମୋତେ ଭିତରକୁ ଟାଣି ନେଇଗଲେ। ତାପରେ ଆଈ ତାଙ୍କର ଲୁଗା ଖୋଲି ପାଣି ପାଇପ୍କୁ ଚାଲୁ କଲେ। ଆଈ ସାୟା ଆଉ ବ୍ଲାଉଜ ପିନ୍ଧିଥିଲେ। ବ୍ଲାଉଜ ତାଙ୍କ ଓଜନିଆ ଗୋଲ ଗୋଲ ଦୁଧ ପୁରା ଓହଳି ଦେଖାଯାଉଥିଲା। ଏସବୁ ଦେଖି ମୋର ବାଣ୍ଡ ପୁରା ଠିଆ ହୋଇଗଲା। ମୁଁ ଟାୱେଲ ଚାପି ରଖିଲି। ଆଈ ତାପରେ ମୋତେ କହିଲେ, କପଡ଼ା ଖୋଲ, ଗାଧୋଇ ଦେବି। ଆଉ ଆଉ ମୋର ପ୍ୟାଣ୍ଟ ସାର୍ଟ ଖୋଲିବାକୁ ଲାଗିଲେ। ମୁଁ ଚୁପଚାପ ଠିଆ ହୋଇଥାଏ। ତାପରେ ସେ ଟାୱେଲକୁ ଭିଡ଼ି ନେଇ ଦେଖିଲେ ମୋର ଟିଙ୍ଗେଇ ହୋଇଥିବା ବାଣ୍ଡକୁ, ଆଉ ହସିକି କହିଲେ, ଆରେ ତୋ କଦଳୀଟା ବଡ଼ ହୋଇଗଲାଣି, କଣା ଖୋଜିଲୁଣି କି ପୋଷାଇବା ପାଇଁ? ତାପରେ ମୁଁ ଧୀରେ ଧୀରେ ମୋର ପ୍ୟାଣ୍ଟକୁ ଖୋଲିଲି। ମୋର ବାଣ୍ଡ ଚଡ଼ିରେ ପୁରା ତମ୍ବୁ ପରି ଟିଙ୍ଗେଇ ହୋଇଥାଏ। ଆଈ ତାପରେ ମୋତେ ତା କୋଳରେ ବସେଇ ଦେହରେ ପାଣି ଢାଳିଲେ। ତାପରେ ସେ ମୋତେ ସାବୁନ ଲଗେଇଥିଲେ। ସାବୁନ ଲଗାଇଲା ବେଳକୁ ତାଙ୍କର ଦୁଧ ମୋ ହାତରେ ଟଚ୍ ହେଉଥିଲା। ଆଉ ମୋର ବାଣ୍ଡ ଆହୁରି ବଡ଼ ହୋଇ ପୁରାପୁରି ଲୁହା ଭଳି ଟାଣ ହୋଇଯାଉଥିଲା। ଆଈ ମୋର ବାଣ୍ଡକୁ ଦେଖିବାରୁ ତାଙ୍କ ଦୁଧର ଭଣ୍ଡି ଗୁଡ଼ାକ ଟାଣ ହୋଇ ପୁରା ଦେଖାଯାଉଥିଲା। ଆଈ ତାପରେ ସାବୁନକୁ ରଖିଦେଇ ମୋତେ କୋଳରେ ଧରି ପାଣି ଢାଳିଲେ। ମୋର ଚଡ଼ି ଓଦା ହେବାରୁ ମୋର ବାଣ୍ଡ ମୂଷଳ ପରି ଟାଣ ଠିଆ ହୋଇଗଲା। ଆଈ ଏହା ସବୁ ଦେଖି ସେ ଭାରି ଉତ୍ତେଜିତ ହୋଇ କହିଲେ, ଆରେ ମୋଟୁ, ତୋର କଦଳୀଟା ମୋ କଣାରେ ଦରକାର କହି ମୋର ଚଡ଼ିକୁ ଖୋଲି ଦେଇ ମୋର ବାଣ୍ଡକୁ ଧରି ମୁଠି ମାରିବାକୁ ଲାଗିଲେ। ମୁଁ ମଧ୍ୟ ମନା ନକରି ଏହାର ମଜା ନେଉଥାଏ। ଏମିତି କିଛି ସମୟ ମୁଠି ମାରି ସରି ଆଈ ମୋତେ କୁଣ୍ଢେଇଲେ ଯେ ମୋ ଦେହରେ ତାଙ୍କର ଗୋଲ ଗୋଲ ଦୁଇଟା ଦୁଧ ପୁରାପୁରି ଚାପି ହେଉଥିଲା। ତାପରେ ଆଈ କହିଲେ, ଛୋଟ ସାପର ବଡ଼ ବିଷ, ସେମିତି ତୋର ବଡ଼ ବାଣ୍ଡ। ସେ ମୋତେ ଠିଆ ହେବାକୁ କହିଲେ ଆଉ ବସିକି ମୋର ବାଣ୍ଡକୁ ତାଙ୍କ ପାଟିରେ ନେଇ ଚୁଚୁମି ଚୁଚୁମି ଚୋଷିବାକୁ ଲାଗିଲେ। ମୁଁ ଏହା ଦେଖି ଭାବି ପାରୁନଥାଏ ଯେ ଆଈ ମୋର ବାଣ୍ଡକୁ ପାଟିରେ ପୂରେଇକି ଚୋଷିବେ ବୋଲି। ଏମିତି କିଛି ସମୟ ଆଈ ମୋର ବାଣ୍ଡକୁ ଚୋଷିବା ଛାଡ଼ି ମୋତେ ତାଙ୍କର ଦୁଧ ଦୁଇଟାକୁ ଚୁଚୁମିକି ଖାଇବାକୁ କହିଲେ ଆଉ ତାଙ୍କର ବ୍ଲାଉଜକୁ ଖୋଲିଲେ। ତାଙ୍କର ଦୁଧ ଦୁଇଟା ଦେଖି ମୁଁ ନିଜକୁ ରଖି ନପାରି ପୁରା ଝାମ୍ପି ବସିଲି ଆଉ ଗୋଲ ଗୋଲ ଦୁଧକୁ ମୁଠେଇ କରି ଭୁଣ୍ଡିକୁ ଜିଭରେ ଚାଟିଲି। ଏମିତି କିଛି ସମୟ ଦୁଧକୁ ଦଳିଲି ଯେ ଆଈ ପୁରା ଗରମ ହୋଇ ମୋତେ ତାଙ୍କ ସାୟା ଖୋଲିବାକୁ କହିଲେ। ମୁଁ ଧୀରେ ଧୀରେ ତାଙ୍କର ନାଭିକୁ ଚୁମା ଦେଇ ତାଙ୍କର ସାୟାର ନାଡ଼ାକୁ ଖୋଲିଲି ଯେ ଆଈ ପିଙ୍କ ରଙ୍ଗର ଚଡ଼ି ପିନ୍ଧିଥିଲେ। ଚଡ଼ି ପୁରା ଓଦା ହୋଇ ଗଭୀର ବାସ୍ନା ହେଉଥାଏ। ମୁଁ ତୁରନ୍ତ ଚଡ଼ିକୁ ଖୋଲି ଦେଖିଲି। କଳା ଘନ ବାଳ ଭିତରେ ଗୋଲାପୀ ବିଆ ପୁରା ସୁନ୍ଦର ଦିଶୁଛି। ଏହା ସବୁ ଦେଖି ମୋତେ ବିଶ୍ୱାସ ହେଉନଥାଏ ଯେ ମୁଁ ଜୋରସେ ଆଙ୍ଗୁଳିରେ ତାଙ୍କ ବିଆକୁ ଛୁଇଁଲି। ଆଈ ଆହୁରି ଗରମ ହୋଇ କହିଲେ, ଆଉ ମୋତେ ଲଙ୍ଗଳା କରିଦେଇ ଝାଡ଼ନାରେ ମୋ କଣାରେ ତୋର ମୂଷଳ ପରି ବାଣ୍ଡକୁ ଗଳେଇ ଦେ, ଆଉ ଗେହି ଗେହି ମୋର ପାଣିକୁ ବାହାର କରିଦେ, ନାତିଆ ଟୋକା। ମୋତେ ସେ ଏଭଳି କହିଲେ। ତାପରେ ମୁଁ ତାଙ୍କ ବିଆରେ ମୋର ପାଟି ଦେଇ ତାଙ୍କ ବିଆକୁ ଚାଟି ପକେଇଲି ଆଉ ଜିଭକୁ ବିଆ ଭିତରକୁ ପୂରେଇଲି। ଆଈ ସଁ ସଁ କରି ଆହୁରି ଜୋରରେ କହି କହି ମୋର ମୁଣ୍ଡକୁ ଜାବୁଡ଼ି ଧରି ସଁ ସଁ ହେଉଥାନ୍ତି। ଏମିତି କିଛି ସମୟ ପରେ ସେ ମୋତେ କହିଲେ, ତୁ ବଢ଼ିଆ ଚାଟି ଜାଣିଛୁ କହି ମୋର ପାଟିରେ ଟିକେ ଚୁମା ଦେଲେ। ମୁଁ ମଧ୍ୟ ତାଙ୍କ ପାଟିରେ ମୋର ଜିଭକୁ ପୂରେଇ ତାଙ୍କ ଜିଭକୁ ଚଷିବାକୁ ଲାଗିଲି। ଏମିତି କିଛି ସମୟ ପରେ ସେ ତାପରେ ତଳେ ଶୋଇ ମୋତେ କହିଲେ, ମୋ ଉପରେ ଶୋଇ ମୋର ବିଆ ଭିତରେ ବାଣ୍ଡକୁ ପୂରେଇ ଗେହିବାକୁ କହି ତାଙ୍କ ବିଆରେ ମୋର ବାଣ୍ଡକୁ ଧରି ରଗଡ଼ିବାକୁ ଲାଗିଲେ। ତାପରେ ଆଈ ମୋତେ କହିଲେ ଧୀରେ ଧୀରେ ଠେଲିବାକୁ। ମୁଁ ମୋର ବାଣ୍ଡକୁ ଧରି ବିଆରେ ରଗଡ଼ି ଚାଲିଲି। ତାପରେ ବିଆ ଭିତରେ ପୂରେଇ ଦେଇ ଗେହିବାକୁ ଲାଗିଲି। ଆଈ ଖାଲି ସଁ ସଁ ହୋଇ ଚିତ୍କାର କରୁଥାନ୍ତି।
ମୁଁ ମଧ୍ୟ ମୋ ପାଟିରୁ ଶବ୍ଦ ବାହାର କରୁଥାଏ ଆଉ ତାଙ୍କ ପାଟିର ଶବ୍ଦକୁ ଶୁଣି ମୁଁ ଆହୁରି ଗରମ ହୋଇ ଆହୁରି ଜୋରଦାର ଧକ୍କା ମାରି ତାଙ୍କୁ ଗେହିଁ ଚାଲୁଥାଏ। ଏମିତି କିଛି ସମୟ ଗେହି ସାରି ଆଈ ଉଠିଲେ ଆଉ କୁକୁର ପରି ହେଲେ। ମୁଁ ତାଙ୍କର ବଡ଼ ଗାଣ୍ଡିକୁ ଚାଟି ବିଆରେ ବାଣ୍ଢକୁ ଗଳେଇକି ଗେହିଲି। ସେ ମୋତେ କହିଲେ, ତୁ ଯଦି ମୋର ପାଣି ବାହାର କରିଦେବୁ ଗାଣ୍ଡି ମାରିବା ପାଇଁ ସବୁବେଳେ ଦେବି। ମୁଁ ପୁରା ଉତ୍ତେଜିତ ହୋଇ ଜୋର ସେ ଧକ୍କା ମାରି ଚାଲିଲି। ଆଈଙ୍କର ଚୁଟିକୁ ଟାଣି ଗହଡ଼ି ପରି ଗେହୁଥାଏ। ଆଈ ଜୋର ଚିଲାଉଥାନ୍ତି। ଏମିତି ଅଧଘଣ୍ଟା ପରେ ମୁଁ ସ୍କୁଲ ଯିବାକୁ ଲେଟ୍ ହେବ ବୋଲି ବୋଉ ଡାକୁଛି ବୋଲି କହି ଆଈ ଘରକୁ ଆସି ଜ୍ୟୋତିକୁ ପଚାରିଲେ। ଜ୍ୟୋତି ଆଈଙ୍କର ଝିଅ ବା ମୋର ନାନା ହେବେ। ସେ ଦେଖିବାକୁ ଆହୁରି ସୁନ୍ଦରୀ। ତାପରେ ଜ୍ୟୋତି ଗାଧୁଆ ଘର କବାଟ ପାଖକୁ ଆସି କହିଲା, ବୋଉ, ମଣ୍ଟୁକୁ ନେବାକୁ ତା ବୋଉ ଆସିଛି। ମୁଁ ଏହା ଶୁଣି ଆହୁରି ଜୋରଦାରରେ ଧକ୍କା ମାରି ଚାଲିଲି। ଆଈ କୁଣ୍ଠେଇ ହୋଇ ତାପରେ ନାନାକୁ କହିଲେ, ଟିକେ ସମୟ ଅପେକ୍ଷା କର। ଠିକ୍ ସେତିକି ଭିତରେ ମୁଁ କିଛିଟା ଧକ୍କା ଆଈଙ୍କର ବିଆରେ ମାରିଛି। ଆଈ ତାଙ୍କ ବିଆର ପାଣିକୁ ବାହାର କରିଦେଲେ। ମୁଁ ବିଆ ପାଣିରେ ବି ଆହୁରି ଧକ୍କା ମାରୁ ମାରୁ ମୋର ବୀର୍ଯ୍ୟ ବାହାରିବାକୁ ଲାଗିଲା। ସେମିତି ଲଗାତାର ଆଈଙ୍କର ସେଇ କଳା ମଚମଚ ବାଳୁଆ ବିଆରେ ମାରି ମାରି ମୋର ସବୁ ଅଠାକୁ ମୁଁ ଛାଡ଼ିଦେଲି। ପାଣି ଟ୍ୟାପ୍ ଖୋଲା ଥିଲା ଆଉ ଟ୍ୟାପ୍ର ଶବ୍ଦ ଆସୁଥାଏ। ବୋଧେ ଜ୍ୟୋତି ନନା ଡାଉଟ୍ କଲେ କି କ'ଣ। ତାପରେ ଆଈ ଓ ମୁଁ ଗାଧୋଇ ବାହାରକୁ ଆସି ଜ୍ୟୋତି ସାଙ୍ଗେ କଥା ହୋଇ ମୋ ବୋଉ ସାଙ୍ଗରେ ସ୍କୁଲ ଯିବାକୁ ଘରକୁ ଗଲି। ଆଉ ତାପରେ ମୁଁ ପ୍ୟାଣ୍ଟ ସାର୍ଟ ପିନ୍ଧି ଖାଇଦେଇ ମୁଁ ମୋର ସ୍କୁଲକୁ ଚାଲିଗଲି। ତା ପରଠୁ ଆଈଙ୍କ ପ୍ରତି ମୋର ଆଈଙ୍କର ଗାଣ୍ଡି ଉପରେ ମୋର ବେଶୀ ନଜର ଲାଗିଲା। ତାପରେ ପୁଣି ପରେ ମୁଁ ଆଈ ମୋତେ ତାଙ୍କ ଗାଣ୍ଡିରେ ଗେହିବାକୁ ସୁଯୋଗ ଦେଲେ ଆଉ ମୁଁ ପୁଣି ଆଈଙ୍କ ଗାଣ୍ଡିରେ ବିଆରେ ଦୁଧରେ ସବୁ ଜାଗାରେ ବାଣ୍ଡ ଗଳେଇ ନିର୍ଧୁମ ଗେହିଲି। ଦର୍ଶକ ବନ୍ଧୁ, ଏ ଥିଲା କାହାଣୀ। କାହାଣୀଟି ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଏହା କେବଳ ଆପଣମାନଙ୍କର ମନୋରଞ୍ଜନ ପାଇଁ ଆମେ ତିଆରି କରିଛୁ। ଦୟାକରି ଆପଣମାନେ କାହାଣୀଟିକୁ ଜମାକୁ ଦେହକୁ ନେବେ ନାହିଁ, କେବଳ ମନୋରଞ୍ଜନ ପାଇଁ ଦେଖନ୍ତୁ। ଆଉ ହଁ, ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଟେଲିଗ୍ରାମରେ ଜଏନ୍ ହୋଇନାହାନ୍ତି ତାହେଲେ ତଳେ କମେଣ୍ଟ ସେକ୍ସନରେ ପିନ୍ କରାଯାଇଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ଆପଣ ଡାଇରେକ୍ଟଲି ଯାଇକି ଆମ ଟେଲିଗ୍ରାମ ଚ୍ୟାନେଲରେ ପହଞ୍ଚିଯିବେ। ଆଉ ଯେଉଁମାନେ ଜାଣିନାହାନ୍ତି ଟେଲିଗ୍ରାମ କ'ଣ, ଟେଲିଗ୍ରାମ ହ୍ୱାଟ୍ସଆପ୍ ଭଳି ବହୁତ ଗୋଟେ ସେଫ୍ ଆପ୍। ଯେମିତି ହ୍ୱାଟ୍ସଆପ୍ରେ ଆପଣ ମେସେଜ କରିପାରୁଛନ୍ତି, ଗ୍ରୁପରେ ରହିପାରୁଛନ୍ତି, ଟେଲିଗ୍ରାମରେ ବି ସେସବୁ କିଛି କରିହେବ। କିନ୍ତୁ ହ୍ୱାଟ୍ସଆପ୍ରେ ଆପଣଙ୍କ ମୋବାଇଲ ନମ୍ବର ଶୋ କରିବ। ଟେଲିଗ୍ରାମରେ ତାହା ଆପଣ ହାଇଡ଼୍ କରିପାରିବେ, ଯେଉଁଟାକି ଆପଣଙ୍କର ପ୍ରାଇଭେସି ରହିଲା। ଆପଣ ରହିଲେ ଆଉ ଏନ୍ଜୟ କଲେ। ତ ଜଲ୍ଦି ଆପଣମାନେ ଆମ ଟେଲିଗ୍ରାମକୁ ଜଏନ୍ କରନ୍ତୁ। ଆଉ ହଁ, ଏ କାହାଣୀ କେମିତି ଲାଗିଲା କମେଣ୍ଟ ସେକ୍ସନରେ ଆପଣଙ୍କ ମତାମତ ନିହାତି ଜଣାନ୍ତୁ। ଆଉ ଏଇଭଳି ନୂଆ ନୂଆ କଷ ଓ ରୋମାଞ୍ଚକର କାହାଣୀ ଶୁଣିବା ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇକି ଥାଆନ୍ତୁ। ରହୁଛି, ଧନ୍ୟବାଦ।